ଆଜି ତ ଷ୍ଟାର ଖସିଗଲା ଆଉ ଆକାଶ ତାରା ଖସିଗଲା ଏଭଳିଆ ମଣିଷ ଆଉ ଦ୍ୱିତୀୟ ନାହିଁ ଅଦ୍ୱିତୀୟ ଆଉ ତୁମ ଭାଇ ଭଳିଆ ମଣିଷ ଦେଖିବାକୁ ସୁନ୍ଦର ତାଙ୍କ ଭଳିଆ ସୁନ୍ଦର ଗୋଟେ ହିରୋ ଆପଣମାନେ କହିଲେ ଏଭଳିଆ ନାକଟେ କାହାର ଅଛି ପୁରା ରାଜା ରାଜା ଘର ଯେମିତି ରାଜକୁମାର ସେଇଭଳିଆ ନାକ ତାଙ୍କର ସେଇଭଳିଆ ହାଇଟ୍ ସେଇଭଳିଆ ସୁନ୍ଦର ଆଉ ସେ ଗୋଟେ ପିଢ଼ି ପୁରା ବାଜିମାତ କରିଥିଲେ ସେ ଟାଇମରେ ମୁଁ ଦେଖିଛି ଗୋଟେ କୋଣାର୍କ ହୋଟେଲ ଥାଏ ମୁଁ ଯାଇଥିଲି ବଙ୍ଗାଳୀରେ ଯୋଉ ତାଙ୍କୁ ମାନେ ବଙ୍ଗାଳୀ ସିନେମା କରିବା ପାଇଁ ଯୋଉ ଅଫର ତାଙ୍କୁ ମାନେ ବଙ୍ଗାଳୀରେ ବି ଛାଇଗଲେ ସିଏ ବେଙ୍ଗଲୀରେ ଏତେ ବଢିଆ ଆର୍ଟିଷ୍ଟ ଆମର ଆମ ଇଣ୍ଡଷ୍ଟ୍ରିରେ ଛାଇ ହେଇଛି ବେଙ୍ଗଲୀ କରିଛନ୍ତି ହିନ୍ଦୀ ଫିଲ୍ମ ଗୋଟେ କରିଛନ୍ତି କିନ୍ତୁ ବେଙ୍ଗଲୀରେ ବହୁତ ଉତ୍ତମ ଦା ବସିକି ମୁଁ ଦେଖିଛି ତାଙ୍କ ଡାଇରେକ୍ଟର ମାନେ ଆସନ୍ତି ତାଙ୍କୁ କଣ୍ଟାକ୍ଟ କରିବା ପାଇଁ ସାଲବେଗର ତ ସେ ନାଁ କଥା ରାମାୟଣ ସାଲବେଗ ସେ ତ ବହୁ ଚରିତ୍ର କରିଛନ୍ତି ଉତ୍ତମ ଭାଇର 130-40 ସେ ସିନେମାରେ ବିଭିନ୍ନ ପ୍ରକାର ଚରିତ୍ର ସେ କରିଛନ୍ତି ଚରିତ୍ର ସାରି ଦେଇଛନ୍ତି ଆଉ ଏତିକି ଚରିତ୍ର କୋଉ ହିରୋ କରିନଥିବ ଏତେ ପ୍ରକାର ଏତେ ଭଙ୍ଗୀରେ ଏତେ ଇଏରେ ହେଇନଥିବ କଣ କରିବା ହଁ ବହୁତ ମୁଁ ତ ଯାହା ସିନେମା ଫିନେମାରେ ଅଳ୍ପ ସମୟ କରିଛି ମତେ ଗୋଟେ ମେଘା ସିରିଏଲ ମିଳିଥିଲା ଅଣତକାନି ସେଥିରେ ଉତ୍ତମ ଭାଇ ସାଙ୍ଗରେ ପୁରା ହାଇଦ୍ରାବାଦ ରାମୋଜୀ ଫିଲ୍ମ ସିଟିରେ ଆମର ଚାଲିବ ସୁଟିଂ ଖାଇବା ପିଇବା ମଜା ସବୁ ସେଠି ଚାଲିବ ଏଇଭଳିଆ ଆଉ ତା ଭଳିଆ ଲୋକଟି ମିଳିବନି ଅଦ୍ୱିତୀୟ ସେ ଭଗବାନ ବାବୁସାନ ଆଉ ଟିକେ ବାବୁଙ୍କୁ ସହାୟ ହୁଅନ୍ତୁ ଜୟ ଜଗନ୍ନାଥ।